ଆରେ ଏମାନେ କାହିଁକି ଲଗାଇଛନ୍ତି ମୁଁ କାହିଁ ଭିଡ଼ିଓ କରୁଛନ୍ତି ଭାବୁଛନ୍ତି ନା ପୁରା ଭିଡ଼ିଓ ଦେଖନ୍ତୁ। ହ୍ୟାଲୋ ହ୍ୟାଲୋ ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରଣାମ ଆଣ୍ଡ ସମସ୍ତେ ବି ହାପି ସରସ୍ୱତୀ ପୂଜା। ଭାବୁଥିବେ ଆପଣମାନେ ସରସ୍ୱତୀ ପୂଜା ବି ପଢ଼ୁଛି କ'ଣ କରିବା କିଛି ଦିନ ପରେ ପରୀକ୍ଷା ପଢ଼ିବାକୁ ତ ପଡ଼ିବ। ତାପରେ ପଡ଼ିବ ଗାଧା ପାଧା କରିକି ମୁଣ୍ଡ ସଫା କରିବା ରେଡ଼ି ହେଇଗଲି ସ୍କୁଲ ଯିବି ନା ସେଥିପାଇଁ ତ ଡରିଗଲି କି ଡରନ୍ତୁନି ମୁଁ ରାକ୍ଷୀ ଆପଣମାନେ ଗୋଟେ ବୋଲି ରାକ୍ଷୀ ମୁଁ ଦେନ୍ ମୁଁ ପଳେଇ ଆସିଥିଲି ସ୍କୁଲ ଆଉ ମୁଁ କିଛି ବି କ୍ଲିପ୍ସ ନେଇ କାରଣ ବହୁତ ବ୍ୟସ୍ତ ଥିଲି ସେଥିପାଇଁ ସିଧା ପଳେଇ ଆସିଲି ପୁଷ୍ପାଞ୍ଜଳି ଦେବା ପାଇଁ। ତାପରେ ବି ଆସିଲି ଖାଇବା ପାଇଁ ତା ଭିତରେ କିଛି କ୍ଲିପ୍ସ ନେଇନି ଖାଲି ଯା ଲଙ୍ଗ୍ ଭିଡ଼ିଓ ପାଇଁ କରିଦେଇଥିଲି ଭିଡ଼ିଓ। ତାପରେ ଏଠି ମୁଁ ଦେଖୁଥିଲି ହଁ ମୁଁ ଭଲ ଦେଖାଯାଉଛି ଶାଢ଼ୀଟା ତ ଭଲ ଦେଖାଯାଉଛି ଇୟରିଙ୍ଗସ୍ ତ ଭଲ ଦେଖାଯାଉଛି ସବୁ ଭଲ ଦେଖାଯାଉଛି ଆଉ ତ କାହା ସହ ଭିଡ଼ିଓ କରେନି ବାକି ସବୁ ଗୁରୁମାମାନଙ୍କର ଗୋଟେ ଗୋଟେ ଫଟୋ ରଖିଦେଇଛି। ଇଏ ଆମର ସମସ୍ତେ ଗୁରୁମା ବାକି 3ଟା ଖଣ୍ଡ ଗୁରୁମା ନଥିଲେ ତ ଏଠି ମୁଁ ଗାଁକୁ ପଳେଇ ଆସିଥିଲି ଆଉ ଇଏ ହେଉଛି ଆମ ଗାଁ ଠାକୁର ତ ଏଠି ବି ପୁଷ୍ପାଞ୍ଜଳି ଦିଆ ହେଉଥିଲା ମୁଁ ଦେଇ ସାରିଲା ପରେ ଭୋଗ ଜରିରେ ନେଇ ପଳେଇ ଆସିଥିଲି ମୁଁ ଖାଇବି ମୋ ଭାଇ ବି ଖାଇବା ମୁଁ ସେଥିପାଇଁ 2 ଜଣ ପାଇଁ ନେଇକି ପଳେଇ ଆସିଥିଲି। ତାପରେ ଏଠି ମୁଁ ରାତି ପାଇଁ ରେଡ଼ି ହେଇଯାଇଥିଲି ଶାଢ଼ୀ ପିନ୍ଧିକି ହାତୀଟେ ତ ଯାହା ପିନ୍ଧିଲେ ପୁରା ହାତୀ ପରିକା ଦେଖାଯାଉଛି। ତାପରେ ନା ଏଇଠି ଭୂତ ଆମର ଠାକୁରଙ୍କ ପାଖରେ ଭୂତ କୋଠି ହେଇଥିଲା ଆଉ ଯାହା ବାକି ଡେକୋରେସନ୍ ମୁଁ ଆପଣମାନଙ୍କୁ ଲଙ୍ଗ୍ ଭିଡ଼ିଓ ଦେଖେଇବି। ତ ଏଇଠି ଗୋଟେ ମୁଁ କ'ଣ କହୁଛି ଫଟୋ ଉଠାଇବା କଥା ମୁଁ ଜାଣିନି କିନ୍ତୁ କହୁଛି କାରଣ ଫଟୋ ଉଠେଇନି ମୋତେ ଭାରି ଇରିଟେଟ୍ ଲାଗିଲାଣି। ତ ଏଠି ଫଟୋ ଉଠେଇକି ଖାଇ ପିଇକି ସିଧା ପଳେଇ ଆସିଥିଲି ଘରକୁ ତ ଆଜି ପାଇଁ ଏତିକି ଦେଖା ଲଙ୍ଗ୍ ଭିଡ଼ିଓରେ।